ନମସ୍କାର। ମୁଁ ଆଉ ଥରେ ଆପଣମାନଙ୍କୁ ଆମ ଓଡ଼ିଆ ସାବା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଗତ 3 ମାସ ଏପ୍ରିଲ, ମେ, ଜୁନ ଆମେ ଧ୍ୟାନ କରୁଥିଲୁ ମହାନ ସଂଘର୍ଷ ବିଷୟରେ। ଆଉ ଗତ ସପ୍ତାହରେ ଏହି ମହାନ ସଂଘର୍ଷ ଶେଷ ହୋଇଛି। ଆଉ ଏଇ 3 ମାସ, ଯାହା ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଆମେ ବିଶେଷ ଭାବରେ ମାର୍କ ସୁସମାଚାର ଆମେ ଆଲୋଚନା କରିବାକୁ ଯାଉଅଛୁ। ମାର୍କ ସୁସମାଚାରରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ, ତାଙ୍କ କାର୍ଯ୍ୟ ବିଷୟରେ, ତାଙ୍କ ଆଚର୍ଯ୍ୟ କାର୍ଯ୍ୟ ବିଷୟରେ ସବୁ କିଛି ଆମେ ଦେଖିବା। ଆଜି ବିଶେଷ ଭାବରେ ଆମେ ଆଲୋଚନା କରିବା ମାର୍କ କିପରି ପ୍ରଭୁଙ୍କ କାର୍ଯ୍ୟର ବା ସୁସମାଚାର ପ୍ରାରମ୍ଭ ବିଷୟରେ ଆମେ ବିଶେଷ ଭାବରେ ଆମେ ଆଲୋଚନା କରିବା। ତାହେଲେ ଚାଲନ୍ତୁ ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ନମ୍ର ଭାବରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଅଛ, ତୁମ ସେହି ସବସ୍କୁ ପାଠ ପଢ଼ିବା ପାଇଁ, ଏହା ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ କର, ଜ୍ଞାନ ପ୍ରଦାନ କର, ଯେପରିକି ଆମେ ଖ୍ରୀଷ୍ଟଙ୍କ ବିଷୟରେ ଅଧିକ ରୂପେ ଜାଣିପାରିବୁ, ଯେପରିକି ଆମ ବିଶ୍ୱାସ ଏକ ଦୃଢ଼ ଭାବରେ ହୋଇପାରିବ। ସେଥିଯୋଗୁଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ, ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ। ବନ୍ଧୁ, ଆମେ ଗତ 3 ମାସ, ଯାହା ଏପ୍ରିଲ, ମେ, ଜୁନ ରେ ଆଲୋଚନା କରିଥିଲୁ ଖ୍ରୀଷ୍ଟଙ୍କ ମହାନ ସଂଘର୍ଷ ବିଷୟରେ। ଆଉ ଏହି ଯୋଉ 3 ମାସରେ ଆମେ ଆଲୋଚନା କରିବାକୁ ଯାଉଅଛୁ, ତାହା ହେଉଛି ମାର୍କ ସୁସମାଚାର। ଆଜି ଏହି ସପ୍ତାହରେ ବିଶେଷ ଭାବରେ ଆମେ ଆଲୋଚନା କରିବା ସୁସମାଚାରର ପ୍ରାରମ୍ଭ। ତାହେଲେ ଚାଲନ୍ତୁ ଏହି ସପ୍ତାହର ସ୍ୱର୍ଣ୍ଣପଦ ଦେଖିବା। ଯେପରିକି ଆମେ ଏହି ସ୍ୱର୍ଣ୍ଣପଦରେ ଆମେ ଦେଖୁଛୁ କି ଜହନ କାରାଗାରରେ ଭର୍ତ୍ତି କରାଯାଇଛି। ତାପରେ ଆମେ ଦେଖୁଛୁ ଯୀଶୁ ଗାଲିଲକୁ ଆସିଛନ୍ତି, ଆଉ ପରମେଶ୍ୱରଙ୍କ ରାଜ୍ୟର ସୁସମାଚାର ସେ ପ୍ରଚାର କରୁଛନ୍ତି। ସମୟ ପୂର୍ଣ୍ଣ ହୋଇଛି ଏବଂ ପରମେଶ୍ୱରଙ୍କ ରାଜ୍ୟ ହାତରେ ଅଛି ବୋଲି ସେ ପ୍ରଚାର କରୁଛନ୍ତି। ଅନୁତାପ କର ଏବଂ ସୁସମାଚାର ବିଶ୍ୱାସ କର ବୋଲି ମାର୍କ 1:14-15 ଆମେ ପାଉଛୁ। ବନ୍ଧୁ, ମନେ ରଖନ୍ତୁ, ମାର୍କଙ୍କ ସୁସମାଚାର କିଏ ଲେଖିଲେ ଏବଂ କାହିଁକି ଲେଖାଗଲା? ପ୍ରଶ୍ନ 1। କୌଣସି ସୁସମାଚାର ଲେଖକଙ୍କ ନାମ ଏଠି ଉଲ୍ଲେଖ ନାହିଁ। ପ୍ରିୟ ଯୀଶୁଙ୍କ ପରିପ୍ରେକ୍ଷର ଯିଏ ସବୁଠାରୁ ନିକଟତର ହୁଏ, ସେ ହେଉଛନ୍ତି ଜହନ, ଯାହା ଆମେ ଦେଖୁଅଛୁ ଜହନ 21:20ରେ, ଆଉ ଜହନ 21:24 ଆମେ ଏହା ଦେଖୁଅଛୁ।
ତେବେ ପ୍ରାରମ୍ଭିକ କାଳରୁ ପ୍ରତ୍ୟେକ ପୌରାଣିକ ସୁସମାଚାର ଜଣେ ପ୍ରେରିତ ଯାହାକି ମାଥ୍ୟୁ, ଜହନ କିମ୍ବା ପ୍ରେରିତଙ୍କ ସାଥୀ ସହିତ ଯୋଡ଼ିଥିଲେ ବୋଲି ଆମେ ଦେଖୁଅଛୁ। ଉଦାହରଣ ସ୍ୱରୂପ ଲୋକଙ୍କ ସୁସମାଚାର ପାଉଲଙ୍କ ସହିତ ଜଡ଼ିତ। ଯଦି ଆମେ ଦେଖିବା କଲସ୍ୟ 4:14 ଆଉ ଦ୍ୱିତୀୟ ତିମୋଥୀ 4:11 ଆଉ ଫିଲମନ 1:24ରେ ଏହିପରି ଆମେ ଦେଖୁଅଛୁ। ତାହେଲେ ମାର୍କଙ୍କ ସୁସମାଚାର ପିତରଙ୍କ ସହିତ ଜଡ଼ିତ ଏହିପରି ଆମେ ଦେଖୁଅଛୁ। ପ୍ରଥମ ପିତର 5:13ରେ ବନ୍ଧୁ, ଯଦିଓ ମାର୍କଙ୍କ ଲେଖକ ପାଠରେ ତାଙ୍କର ନାମ କୁହନ୍ତି ନାହିଁ, ପ୍ରାରମ୍ଭିକ ଚର୍ଚ୍ଚ ପରମ୍ପରା ସୂଚିତ କରେ ଯେ ମାର୍କଙ୍କ ସୁସମାଚାରର ଲେଖକ ଥିଲା ଜହନ ମାର୍କ, ଇଂରାଜୀରେ ଜନ୍ ମାର୍କ, ଯିଏକି ପାଉଲ ଏବଂ ବାର୍ଣ୍ଣବାସ ଜଣେ ଯାତ୍ରୀ ସାଥୀ ଥିଲେ। ଯାହା ଆମେ ଦେଖୁଅଛୁ ପ୍ରେରିତ 13:2 ଆଉ ପ୍ରେରିତ 13 ତାପରେ ଯାତ୍ରା ପୁସ୍ତକ 13:5ରେ ଆଉ ପ୍ରଥମ ପିତର 5:13ରେ କି ପରବର୍ତ୍ତୀ ସମୟରେ ପିତରଙ୍କ ଜଣେ ସହଯୋଗୀ ଥିଲେ ବୋଲି। ଏହିପରି ଏହି ସପ୍ତାହର ପ୍ରଥମ ପଦପକ୍ଷ ହେଉଛି ଶାସ୍ତ୍ରରେ ପ୍ରକାଶିତ ମାର୍କଙ୍କ ବିଷୟରେ ଜାଣିବା। 1, ତାଙ୍କର ପ୍ରାରମ୍ଭିକ ବିଫଳତା ଏବଂ ଶେଷରେ ଆରୋଗ୍ୟ ଦେଖିବା। 2, ତା ଉପରେ ଆମେ ମାର୍କଙ୍କ ପ୍ରାଥମିକ ଭାଗକୁ ଯିବା, ଯେଉଁଥିରେ କାହାଣୀ କେଉଁ ଆଡ଼କୁ ଯାଉଛି ତାହାକୁ ଅପେକ୍ଷା କରି ଦେଖିବା। ତାହେଲେ ଦେଖିବା ପ୍ରଥମ ବିଫଳ ମିଶନରୀ। ବିଫଳ ମିଶନରୀ ଯଦି ଆମେ ପ୍ରେରିତ 12:12 ପଢିବା, ସେଠି ମାର୍କଙ୍କୁ ଆସ୍କସଙ୍କ ପୁସ୍ତକରେ କିପରି ପରିଚିତ କରାଯାଇଛି। ସମ୍ଭବ ମାର୍କଙ୍କ ସୁସମାଚାର ସବୁଠାରୁ ସମ୍ଭାବ୍ୟ ଲେଖକ ଜହନ ମାର୍କ ଜଣେ ଯୁବକ ଥିଲେ ବୋଲି ପ୍ରେରିତ 12:1-25ରେ ଦେଖୁଅଛୁ, ଯେଉଁଠାରେ ଘଟିଥିବା ଘଟଣା ଗୁଡ଼ିକ ସମ୍ଭବତଃ ଏଡି ମଧ୍ୟସ୍ଥ 4 ଦଶକରେ ଘଟିଥିଲା। 12 ଶତାବ୍ଦୀର ତାଙ୍କୁ ମରିୟମ ନାମକ ଜଣେ ମହିଳାଙ୍କ ପୁତ୍ର ଭାବରେ ପରିଚିତ କରାଯାଇଥିଲା ବୋଲି ଆମେ ଦେଖୁଅଛୁ। ସେ ଚର୍ଚ୍ଚର ଜଣେ ଧନୀ ସମର୍ଥକ ଥିଲେ ବନ୍ଧୁ। ଏହିପରି ଆମେ ପ୍ରେରିତ 12:1-25 ପର୍ଯ୍ୟନ୍ତ ଦେଖୁଛୁ। ତାଙ୍କ ଘରେ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା ବୋଲି ବି ଆମେ ଦେଖୁଅଛୁ। ପିତର ଜେଲରୁ ପଳାୟନ ଏବଂ ପରବର୍ତ୍ତୀ କାର୍ଯ୍ୟ ଏବଂ ତାପରେ ହେରୋଦଙ୍କ ମୃତ୍ୟୁର କାହାଣୀ ପିତର ଏବଂ ରାଜାଙ୍କ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଏପରିକି ହାସ୍ୟାସ୍ପଦ ବିଭେଦର ପରିପୂର୍ଣ୍ଣ। ଜନ୍ ମାର୍କ ପ୍ରକୃତରେ କାହାଣୀରେ କୌଣସି ଭୂମିକା ଗ୍ରହଣ କରିନାହାନ୍ତି ବନ୍ଧୁ। ଏହା ରଖନ୍ତୁ, ଜନ୍ ମାର୍କ କୌଣସି କାର୍ଯ୍ୟରେ ଭୂମିକା ଗ୍ରହଣ କରିନାହାନ୍ତି, କିନ୍ତୁ ଏହି ସମୟରେ ତାଙ୍କର ପରିଚୟ ବାର୍ଣ୍ଣାବାସ ଏବଂ ଶାଉଲଙ୍କ ସହିତ ତାଙ୍କର ପରବର୍ତ୍ତୀ ସମ୍ପର୍କ ପାଇଁ ପ୍ରସ୍ତୁତ ହୋଇଛି ବୋଲି ଆମେ ଦେଖୁଛୁ। ଯେପରି ଆମେ ଦେଖୁଛୁ କି ଜନ୍ ମାର୍କ କିପରି ଶାଉଳ ଏବଂ ବର୍ଣ୍ଣବାସଙ୍କ ସହ ଯୋଡ଼ି ହୋଇଥିଲେ ଏବଂ ଏହାର ଫଳାଫଳ କ'ଣ ଥିଲା। ଯଦି ଆମେ ପ୍ରେରିତ 13:1-5 ପଢିବା, ଏଠି ଆମେ ପାଉଛୁ ଯେପରିକି ପ୍ରେରିତ 13:1-5 ସେଠି ଦେଖୁଛୁ ଶାଉଳ ଓ ବର୍ଣ୍ଣବାସ ପ୍ରଥମ ମିଶନାରୀ ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଅଛି। ଶାଉଳ ଓ ବର୍ଣ୍ଣବାସ ସେମାନେ ପ୍ରଥମ ମିଶନାରୀ ଯାତ୍ରୀ ମାନେ ଥିଲେ, ଯାହା ଖ୍ରୀଷ୍ଟାବ୍ଦ 44ରୁ ଆରମ୍ଭ ହୋଇଥିଲା। ଜହନ ମାର୍କଙ୍କ ବିଷୟରେ ପ୍ରଥମ ଶବ୍ଦ ପର୍ଯ୍ୟନ୍ତ ଉଲ୍ଲେଖ କରାଯାଇ ନାହିଁ ଏବଂ ତାଙ୍କର ଭୂମିକା କେବଳ ଜଣେ ସହାୟକ କିମ୍ବା ସେବକ ଭାବରେ ବର୍ଣ୍ଣନା କରାଯାଇଅଛି। କିଏ? ଜନ୍ ମାର୍କ।
ତେର ଶବ୍ଦ ପର୍ଯ୍ୟନ୍ତ ସେହି ଯୁବକଙ୍କ ବିଷୟରେ ଅନ୍ୟ କୌଣସି ଉଲ୍ଲେଖ କରାଯାଏ ନାହିଁ। ସେ ଯୁବକ କିଏ? ଜହନ ମାର୍କ। ଯେଉଁଠାରେ ସଂକ୍ଷିପ୍ତ ବିବରଣୀରେ ଉଲ୍ଲେଖ ଅଛି ଯେ ସେ ଜେରୁସାଲେମକୁ ଫେରି ଆସିଥିଲେ। କିଏ? ଜହନ ମାର୍କ। ଏହି ବିଦାୟ ପାଇଁ କୌଣସି କାରଣ ଦର୍ଶାଏ ନାହିଁ ଏବଂ ତାଙ୍କ ଭାବନା କିମ୍ବା ଭାବନାର କୌଣସି ବର୍ଣ୍ଣନା ହେବା ତାଙ୍କୁ ମିଶନରୀ ପ୍ରୟାସରୁ ଓହରିବାକୁ ପ୍ରେରଣା ଦେଇଥିଲା, ଯାହା ନିଶ୍ଚିତ ଭାବରେ ବିଫଳ ଏବଂ ଏକ ଚ୍ୟାଲେଞ୍ଜର ପରିପୂର୍ଣ୍ଣ ଥିଲା ବୋଲି ଆମେ ଦେଖୁଅଛୁ। ପ୍ରିୟ ବନ୍ଧୁ, ଏଠି ଏଲେନ୍ ଜି ହ୍ୱାଇଟ୍ ସୂଚାଇଛନ୍ତି ଯେ ଏହିପରି କି ମାର୍କ ଭୟ ଏବଂ ନିରାଶାର ଅତିଷ୍ଠ ହୋଇ ସଦାପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ମନମାନି ଦେବା ଉଦ୍ଦେଶ୍ୟରେ କିଛି ସମୟ ପାଇଁ ପଛଘୁଞ୍ଚା ହୋଇଥିଲେ। ଆଉ କଷ୍ଟରେ ଅଭ୍ୟସ୍ତ ନ ହୋଇ ସେ ରାସ୍ତାର ବିପଦ ଓ ଦୁର୍ଦଶା ଦେଖି ନିରାଶ ହୋଇଯାଇଥିଲେ ବୋଲି ପୁଣି ଏଲେନ୍ ଜି ହ୍ୱାଇଟ୍ ପ୍ରେରିତମାନଙ୍କ କାର୍ଯ୍ୟ ପୃଷ୍ଠା 169ରେ ସେ ଲେଖୁଛନ୍ତି। ଚାଲନ୍ତୁ ଆମେ ଆଗକୁ ବଢିବା। ଦ୍ୱିତୀୟ ସୁଯୋଗ। ପ୍ରଥମ ସୁଯୋଗରେ ଆମେ ଦେଖୁଅଛୁ କି ଜହନ ମାର୍କ ବିଫଳ ହୋଇଥିଲେ। ତାହେଲେ ଦ୍ୱିତୀୟ ସୁଯୋଗ ସେହି ଜହନ ମାର୍କକୁ ମିଳାଗଲା, ଦିଆଗଲା, ଯାହା ଆମେ ପ୍ରେରିତ 15:36-29 ଯଦି ପଢିବା, ପାଉଲ କାହିଁକି ଜନ୍ ମାର୍କକୁ ପ୍ରତ୍ୟାଖ୍ୟାନ କଲେ ଏବଂ ବାର୍ଣ୍ଣବାସକୁ ଦ୍ୱିତୀୟ ସୁଯୋଗ କାହିଁକି ଦେଲେ? ଏଠି ଆମେ ଦେଖୁଅଛୁ ବନ୍ଧୁ ଯେ ପାଉଲ ଯୁବକକୁ ପ୍ରତ୍ୟାଖ୍ୟାନ କରିବାର କାରଣ, ଯାହା ଆମେ ପ୍ରେରିତ ତାର 15:38ରେ ପାଉଛୁ ବା ଦର୍ଶାଯାଇଛି, ମାର୍କ ସେମାନଙ୍କ ଠାରୁ ଓହରି ଯାଇଥିଲେ ଏବଂ କାର୍ଯ୍ୟରେ ଲାଗିନଥିଲେ ବୋଲି ଆମେ ଦେଖୁଅଛୁ। ପାଉଲଙ୍କ ମନୋଭାବକୁ ଯଦି ନଷ୍ଟ ହୁଏ, ତେବେ ବୁଝା ପଡୁଥିବା ମିଶନାରୀ ଜୀବନ, ବିଶେଷ କରି ପ୍ରାଚୀନ ଦୁନିଆରେ କଠିନ ଏବଂ ଚାହିଦା ପୂର୍ଣ୍ଣ ଥିଲା ବନ୍ଧୁ। ଏପରି ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଏବଂ ଏ ପରିସ୍ଥିତି ବୋଝ ବହନ କରିବାର ସାହାଯ୍ୟ କରିବା ପାଇଁ ପାଉଲ ତାଙ୍କ ସାଥୀ ମିଶନାରୀ ମାନଙ୍କ ଉପରେ ନିର୍ଭର କରୁଥିଲେ। ତାଙ୍କ ଦୃଷ୍ଟିକୋଣରେ ଯିଏ ଏତେ ଶୀଘ୍ର ପଳାୟନ କରିଥିଲେ, ସେ ଦୁଷ୍ଟ ଶକ୍ତି ବିରୁଦ୍ଧରେ ହାତ ମିଳାଇ ଲଢୁଥିବା ମିଶନାରୀ ଦଳରେ ସ୍ଥାନ ପାଇବାକୁ ଯୋଗ୍ୟ ନଥିଲା ବୋଲି ଆମେ ଦେଖୁଅଛୁ। ବର୍ଣ୍ଣବାସ ଏଥିରେ ସହମତ ହୋଇନଥିଲେ ବନ୍ଧୁ। ଏହି କଥାରେ ବର୍ଣ୍ଣବାସ ସହମତ ହୋଇନଥିଲେ। ସେ ମାର୍କଙ୍କ ଠାରେ ସାମର୍ଥ୍ୟ ଦେଖିଥିଲେ। କିଏ? ବର୍ଣ୍ଣବାସ କି ମାର୍କଙ୍କ ଠାରେ ସାମର୍ଥ୍ୟ ରହିଅଛି ଏବଂ ଯୁବକଙ୍କୁ ଛାଡିବାକୁ ସେ ଚାହୁଁନଥିଲେ। କିଏ? ବାର୍ଣ୍ଣବାସ। ଏଥିଯୋଗୁ ଜନ୍ ମାର୍କକୁ ନେଇ ପାଉଲ ଓ ବର୍ଣ୍ଣବାସ ମଧ୍ୟରେ ଏତେ ଗଭୀର ବିବାଦ ସୃଷ୍ଟି ହୋଇଥିଲା ଯେ ସେମାନେ ଅଲଗା ହୋଇଯାଇଥିଲେ ବନ୍ଧୁ। କିଏ? ବାର୍ଣ୍ଣବାସ ଆଉ ପାଉଲ। କାହା ବିଷୟରେ? ସେହି ଜନ୍ ମାର୍କ ବିଷୟରେ। ସେତେବେଳେ କଣ ହେଲା? ପାଉଲ ସିଲାସଙ୍କୁ ତାଙ୍କ ସହିତ ଯିବାକୁ ବାଛିଲେ ଆଉ ବର୍ଣ୍ଣବାସ ଜନ୍ ମାର୍କକୁ ନେବା ପାଇଁ ସେ ବାଛିଲେ। ବନ୍ଧୁ, ବର୍ଣ୍ଣବାସ କାହିଁକି ମାର୍କଙ୍କୁ ସାଙ୍ଗରେ ନେବାକୁ ପସନ୍ଦ କଲେ, ତାହା ଆକସ୍ମିକ ବର୍ଣ୍ଣନା କରେ ନାହିଁ। ବାସ୍ତବରେ ବନ୍ଧୁ, ଏହି ଅଧ୍ୟାୟ ହେଉଛି ଶେଷ ସ୍ଥାନ ଯେଉଁଠାରେ ଦୁଇ ଜଣ ବ୍ୟକ୍ତି ଆକଷ୍ଟରେ ଦେଖାଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଯେ
ନୂଆ ନିୟମରେ ମାର୍କଙ୍କ ବିଷୟରେ ଉଲ୍ଲେଖ କରାଯାଇଥିବା ଏହା ଶେଷ ସ୍ଥାନ ନୁହେଁ। ଯେପରି ଆମେ ପଢିବା ଯଦି କଲସିୟ 4:14, ଦ୍ୱିତୀୟ ତିମୋଥୀ 4:11, ଫିଲେମନ 1:24 ଆଉ ପ୍ରଥମ ପିତର 5:13ରେ ଯଦି ପଢିବା, ସେଠି ଆମେ ଦେଖୁଛୁ ମାର୍କଙ୍କ ଆରୋଗ୍ୟ ବିଷୟରେ। ମାର୍କଙ୍କ ଠାରେ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଘଟିଥିବାର ଆମେ ଦେଖୁଅଛୁ। ଏହି ଅଧ୍ୟାୟ ଗୁଡିକରେ ପାଉଲ ମାର୍କଙ୍କ ମୂଲ୍ୟକୁ ତାଙ୍କ ପାଇଁ ଏବଂ ସେବା କରିବା ପାଇଁ ସୂଚାଇଛନ୍ତି। ପାଉଲ ତାଙ୍କୁ ତାଙ୍କର ଜଣେ ସାଥୀ କର୍ମୀ ଭାବରେ ଗଣନା କରନ୍ତି ଏବଂ ତିମୋଥୀଙ୍କୁ ତାଙ୍କ ସହିତ ଆଣିବାକୁ ଚାହାନ୍ତି। ଯେପରି ପ୍ରଥମ ପିତରଙ୍କ ପୁସ୍ତକ ସୂଚାଉଛି ଯେ ପିତରଙ୍କ ମଧ୍ୟ ମାର୍କଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି ବୋଲି। ପାଉଲ ଏବଂ ପିତରଙ୍କ ଏହି ପୁସ୍ତକ ଗୁଡିକ ସମ୍ଭବ 60 ଦଶକ ପ୍ରାରମ୍ଭରେ ଲେଖାଯାଇଅଛି। ବନ୍ଧୁ, ଚାଲନ୍ତୁ ଆମେ ଆଗକୁ ଯିବା। ମେସେଞ୍ଜର ବା ସମ୍ବାଦକ। ମାର୍କ 1:1-8 ଯଦି ଆମେ ପଢିବା, ସେଠି ଆମେ ଏହି ଶବ୍ଦ ଗୁଡିକ ଚରିତ୍ର ଗୁଡିକ କିଏ ଏବଂ ସେମାନେ କଣ କହୁଛନ୍ତି ଏବଂ କାହିଁକି କହୁଛନ୍ତି, ଏହି ବିଷୟରେ ଆମେ ପାଉଅଛୁ। ବନ୍ଧୁ, ଏହି ଶବ୍ଦ ଗୁଡିକ ତିନୋଟି ମୁଖ୍ୟ ଚରିତ୍ର ଅଛି। ଯୀଶୁ ଖ୍ରୀଷ୍ଟ, ଯାହା ମାର୍କ 1ରେ ଉଲ୍ଲେଖ କରିଛନ୍ତି କି ପରମେଶ୍ୱର ପିତା, ଆଉ ମାର୍କ 1:2 ବାକ୍ୟରେ ଉଲ୍ଲେଖ କରିଛନ୍ତି ଜହନଙ୍କ ବାପ୍ତିସ୍ମ ଦୂତ ଏବଂ ପ୍ରଚାର, ଯିଏ କି ଏହି ଅଧ୍ୟାୟର ଶେଷ ଭାଗରେ ମୁଖ୍ୟ ବିଷୟ ଅଟନ୍ତି। ଯେପରିକି ମାର୍କ 1:2-3ରେ ଯଦି ଆମେ ପଢିବା, ସେଠି ଆମେ ପୁରୁଣା ନିୟମର ଏକ ଉଦାହରଣ ଅଛି, ଯାହା ମାର୍କ କାହାଣୀରେ କଣ ଘଟିବା ତାହା ବର୍ଣ୍ଣନା କରିବା ପାଇଁ ଉପସ୍ଥାପିତ କରାଯାଇଅଛି। ମାର୍କ ଯାହା କୁହନ୍ତି ଯେ ତାହା ହେଉଛି ତିନୋଟି ଅଧ୍ୟାୟ ବାକ୍ୟର ମିଶ୍ରଣ, ଯାହା ଆମେ ଦେଖୁଅଛୁ। 1. ପ୍ରସ୍ଥାନ। ପ୍ରସ୍ଥାନ ଯାହା ଦେଖୁଛୁ ଯଦି ପଢିବା, ଏହି ତିନୋଟି ଅଧ୍ୟାୟରେ କଣ ସେମାନଙ୍କ ଅଛି। 1. ଦୂତକୁ ବୁଝାଇ, ଯାହାକୁ ପରମେଶ୍ୱର ଇସ୍ରାଏଲ ଆଗରେ ପଠାଇ ସେମାନଙ୍କୁ କନାନକୁ ଆଣିବେ। ଯିଶାୟ 4:1ରେ ପରମେଶ୍ୱରଙ୍କର ସମ୍ମୁଖରେ ପ୍ରସ୍ତୁତ ଏକ ରାଜପଥ ସହିତ ମରୁଭୂମିରେ ଆବିର୍ଭାବ ହେଉଥିବା କଥା କହୁଛନ୍ତି। ଯେପରିକି ମାଲାଖି 3:1ରେ ଜଣେ ଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ ତାଙ୍କ ମାର୍ଗ ପ୍ରସ୍ତୁତ କରିବା ବିଷୟରେ କୁହାଯାଇଛି। ଏହି ତିନୋଟି ଯାକ ଅଧ୍ୟାୟ ଏକ ଯାତ୍ରା ବିଷୟରେ କହୁଅଛି। ବନ୍ଧୁ, ଯେପରିକି ଯିଶାୟରେ ଥିବା ଗ୍ରନ୍ଥର ଜହନ ବାପ୍ତିସ୍ମଙ୍କ ସେବା ସହିତ ଅନେକ ସମ୍ପର୍କ ଅଛି ଏବଂ ସଦାପ୍ରଭୁଙ୍କ ମାର୍ଗ ଉପରେ ମଧ୍ୟ ଧ୍ୟାନ ଦିଆଯାଉଅଛି। ବନ୍ଧୁ, ମାର୍କଙ୍କ ସୁସମାଚାରରେ ପ୍ରଭୁ ଯୀଶୁ ଏକ ଯାତ୍ରାରେ ଅଛନ୍ତି। ମନେ ରଖନ୍ତୁ, ମାର୍କଙ୍କ ସୁସମାଚାରରେ ପ୍ରଭୁ ଯୀଶୁ ଏକ ଯାତ୍ରାରେ ଅଛନ୍ତି। ଆଉ ସେଇ ଯାତ୍ରା ହଉଛି ଦ୍ରୁତ ଗତିରେ ଗତି କରୁଥିବା କାହାଣୀ। ଆଉ ଏହି ଯାତ୍ରାର ଭାବନାକୁ ବଢାଇ ଦିଆଯାଇଅଛି। ଆଉ ଏକ ଯାତ୍ରା ଯାହା ଆମ ପାଇଁ କୃଷ୍ଣ ଏବଂ ତାଙ୍କ ବଳିଦାନ ମୁଖ୍ୟତ୍ୱ ବା ମୃତ୍ୟୁକୁ ନେଇ ଯିବ ବା ନେଇ ଯାଇଛି। କିନ୍ତୁ କ୍ରୁଶରେ ପହଞ୍ଚିବା ପୂର୍ବରୁ
ବହୁତ କିଛି ହେବାର ଦରକାର। କୃଷକୁ ଯିବା ପୂର୍ବରୁ ବହୁତ କିଛି ହେବାର ଦରକାର। ତେବେ ଯାତ୍ରା କେବଳ ଆରମ୍ଭ ହୋଇଛି ଏବଂ ମାର୍କ ଆମକୁ ଏହା ବିଷୟରେ ସବୁ କିଛି କହିବେ। ଯେପରିକି ମାର୍କ 1:2-3ରେ ଥିବା ପୁରୁଣା ନିୟମର ଉଦାହରଣ ଅନୁଯାୟୀ ଯହନ ବାପ୍ତିସ୍ମ ଅନୁତାପ କରିବା, ପାପରୁ ଦୂରେଇ ଯିବା ପାଇଁ ଏବଂ ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ ଆହ୍ୱାନ ଦେଇଛନ୍ତି, ତାହା ଆମେ ମାର୍କ ଠାରୁ ଆମେ ଜାଣୁଅଛୁ କି ମାର୍କ 1:4ରେ ପ୍ରାଚୀନ ଭବିଷ୍ୟତବାଣୀ ଯାହା ଏଲିୟଙ୍କ ପରି ପୋଷାକ ପିନ୍ଧି ଯହନ ସେଇ ଯଜନକୁ ଆସି କି ପାପରୁ ଦୂରେଇ ରହିବା ପାଇଁ, ପରମେଶ୍ୱରଙ୍କ ପାଖକୁ ଯିବା ପାଇଁ ଆଉ ବାପ୍ତିଜିତ ନେବା ପାଇଁ ସେ ଆହ୍ୱାନ କରୁଛନ୍ତି ବୋଲି ଆମେ, ଯେପରି ଏଲିୟ ଭବିଷ୍ୟତ ବକ୍ତା ଦ୍ୱିତୀୟ ରାଜା 1:2 ସହିତ ସେଇ ସମୟରେ ସେ ପୁରାତନ ନିୟମରେ କହିଥିଲେ। ଆଉ ସେଇ କଥା ବର୍ତ୍ତମାନ ଜନ୍ ମାର୍କ ଆମମାନଙ୍କୁ କହୁଅଛନ୍ତି, ଯାହା ମାର୍କ 1:2-8ରେ ତାଙ୍କ ପଛକୁ ଆସୁଥିବା ବ୍ୟକ୍ତିଙ୍କ ବିଷୟରେ କହୁଛନ୍ତି, ଯିଏ ତାଙ୍କଠାରୁ ଅଧିକ ଶକ୍ତିଶାଳୀ। ତାଙ୍କର ଏହି ବୟାନ ଯେ ସେ ଆଗାମୀ ପରମେଶ୍ୱରଙ୍କ ଚନ୍ଦନର ଏକ ପତାକାକୁ କୋହଳ କରିବା ପାଇଁ ଯୋଗ୍ୟ ନୁହେଁ, ତାହା ଯୀଶୁଙ୍କ ବିଷୟରେ ତାଙ୍କର ଉଚ୍ଚ ଦୃଷ୍ଟି କୋଣରୁ ଦର୍ଶାଏ। କି ଜହନ କହନ୍ତି, ଯେଉଁ ବ୍ୟକ୍ତି ଆସୁଅଛି କି ତାର ଜୋତା ଖୋଲିବାର ମୋର ମାନେ ସେତେ ମୋର ଯୋଗ୍ୟ ନାହିଁ ବୋଲି ସେ କହୁଛନ୍ତି। ଆଉ ଯେପରିକି ଜହନ ମାର୍କ କହିଲେ। ଚାଲନ୍ତୁ ଆଗକୁ ବଢିବା। ଏଠି ଆମେ ଦେଖୁଛୁ ଯେବେ ଯୀଶୁ ପ୍ରଭୁ ଜହନ ବାପ୍ତିସ୍ମ ପାଖକୁ ଆସିଲେ, ସେଠି ଆମେ ଯୀଶୁଙ୍କ ବାପ୍ତିସ୍ମ ବିଷୟରେ ଆମେ ପାଉଛୁ, ଯାହା ମାର୍କ 1:9-13 ଆମେ ପଢୁଅଛୁ। ଯେବେ ଜହନ ଜର୍ଦ୍ଦନ ନଦୀରେ ଯୀଶୁଙ୍କୁ ବାପ୍ତିସ୍ମ ଦିଅନ୍ତି, ଯୀଶୁ ଜଳରୁ ଉଠିବା ମାତ୍ରେ ଆକାଶ ପାଠି ଯାଇଥିବା ଏବଂ ପବିତ୍ର ଆତ୍ମା କବୁତ ପରି ତାଙ୍କ ଉପରକୁ ଓହ୍ଲାଇଥିବା ଦେଖନ୍ତି। ଆଉ ସ୍ୱର୍ଗରୁ ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି। ଆଉ ସେ ସ୍ୱର ହଉଛନ୍ତି କି ଏହି ମୋର ପ୍ରିୟ ପୁତ୍ର, ତୁମମାନେ ତାଙ୍କ ନାମରେ ବିଶ୍ୱାସ କର। ଆଉ ମୁଁ ବହୁତ ଖୁସି ଅଛି, ମୁଁ ବହୁତ ଖୁସି ଅଛି ବୋଲି ଏହି ଶବ୍ଦ ସେମାନେ ଶୁଣିଲେ। ବନ୍ଧୁ, ଏହି ଘଟଣା ଗୁଡିକ ଯୀଶୁଙ୍କ ବାପ୍ତିସ୍ମ ମହାତ୍ମ୍ୟ ସୂଚାଇଥାଏ ଯେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଉପସ୍ଥିତ ଅଛନ୍ତି ଏବଂ ଯୀଶୁଙ୍କ ସେବାର ଆରମ୍ଭରୁ ସୁନିଶ୍ଚିତ କରିଛନ୍ତି ବୋଲି ଆମେ ଦେଖୁଅଛୁ। ଯେବେ ଏହି ସ୍ୱର, ଯାହା ଯୀଶୁଙ୍କ ବାପ୍ତିସ୍ମ ପରେ ଯେଉଁ ସ୍ୱର ଆସିଲା କି ସେହି ସ୍ୱର କି ଏହି ମୋର ପ୍ରିୟ ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ ବହୁତ ଖୁସି, ବା ଏହି ମୋର ପୁତ୍ର, ମୁଁ ତାଠାରେ ବହୁତ ଖୁସି। ମାନେ ପିତା, ପୁତ୍ର, ପବିତ୍ର ଆତ୍ମା ଉପସ୍ଥିତ ଥିଲେ। ପୁରୁଷର ଦୃଶ୍ୟରେ ଏହି ଘଟଣାର ମହତ୍ଵ ପ୍ରତିଫଳିତ ହେବା କାହାଣୀରେ ଅନେକ ସମାନ ଉପାଦାନ ସେହି ଦୃଶ୍ୟର ପୁନର୍ବର୍ତ୍ତିତ ହୋଇଛି। ବନ୍ଧୁ, ଯେବେ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କଲେ, ସେତେବେଳେ ପିତା, ପୁତ୍ର ଥିଲେ, ପବିତ୍ର ଆତ୍ମା ଥିଲା। ବନ୍ଧୁ, ଆତ୍ମା ଯୀଶୁଙ୍କ ମରୁଭୂମିକୁ ବାହାର ନେଇଥିଲା। ଆତ୍ମା ଯୀଶୁକୁ ମରୁଭୂମି ନେଇଥିଲା। ଆଉ ମରୁଭୂମିରେ କିପରି ଆତ୍ମା ଶୈତାନ ପ୍ରଭୁକୁ ଯୀଶୁକୁ ପରୀକ୍ଷା କରିଥିଲେ। ଏଠାରେ ଆତ୍ମାର ଉପସ୍ଥିତି ଯୀଶୁଙ୍କ ଜୀବନରେ ପବିତ୍ର ଆତ୍ମାର ଶକ୍ତି ଦର୍ଶାଏ। ଆଉ ସଦାପ୍ରଭୁ ତାଙ୍କ ସେବାର ଯାତ୍ରା ଆରମ୍ଭ କରିସାରିଲେଣି ଏବଂ ସେ ସଙ୍ଗେ ସଙ୍ଗେ ଶୈତାନକୁ ମୁକାବିଲା କରନ୍ତି। ଦୃଶ୍ୟରେ ସଂଘର୍ଷର ଭାବନା, ସେ 40 ଦିନ ପ୍ରଲୋଭନ
ବନ୍ୟ ଜନ୍ତୁଙ୍କ ଉପସ୍ଥିତି ଏବଂ ଯୀଶୁଙ୍କ ସେବା କରୁଥିବା ଦୂତମାନଙ୍କ ବିଷୟରେ ଉଲ୍ଲେଖ ଦ୍ୱାରା ପ୍ରଦର୍ଶିତ ହୁଏ ବନ୍ଧୁ। ମାର୍କ ସୁସମାଚାର ପ୍ରାରମ୍ଭିକ ଦୃଶ୍ୟର ଏକ ଅସାଧାରଣ ବୈଶିଷ୍ଟ୍ୟ ହେଉଛି ଯୀଶୁଙ୍କୁ ଉଭୟ ଦେବତ୍ୱ ଏବଂ ମାନବିକତା ସହିତ ଏକ ଚରିତ୍ର ଭାବରେ ଉପସ୍ଥାପନା କରାଯାଇଛି ବନ୍ଧୁ। ଦେବତା ପକ୍ଷରେ ସେ ହେଉଛନ୍ତି ଖ୍ରୀଷ୍ଟ ମସିହ, ଯାହା ମାର୍କ 1:1 ଦେଖୁଛୁ। ସଦାପ୍ରଭୁ ଜଣେ ଦୂତଙ୍କ ଦ୍ୱାରା ଘୋଷଣା କରିଥିଲେ କି ଏହିପରି ଜହନ ପ୍ରିୟ ପୁତ୍ର, ଯାହାଙ୍କ ଉପରେ ଆତ୍ମା ଅବତରଣ କରନ୍ତି। ସେପରି ମାର୍କ 1:10-11 ଆମେ ଦେଖୁଛୁ, ମନୁଷ୍ୟତା ପକ୍ଷରେ ଆମେ ନିମ୍ନଲିଖିତ ଦେଖିଛୁ, ସେ ଜହନଙ୍କ ଦ୍ୱାରା ବାପ୍ତିସ୍ମ ନେଇଛନ୍ତି ବୋଲି। ସେ ଆତ୍ମା ଏହିପରି ଅନେକ ଭାବରେ ଆମେ ବର୍ଣ୍ଣନା କରାଯିବାର ଦେଖୁଅଛୁ। ବନ୍ଧୁ, ଯୀଶୁଙ୍କ ଅନୁୟାୟୀ ସୁସମାଚାର ଯଦି ଆମେ ଦେଖିବା, ମାର୍କ ଏଠାରେ ଯୀଶୁଙ୍କ ସରଳ ଏବଂ ପ୍ରତ୍ୟେକ ବାର୍ତ୍ତାର ସଂକ୍ଷେପ ଦେଇଛନ୍ତି। ଏହାର 3ଟି ଭାଗ, ଯାହା ହେଉଛି ସମୟର ଭବିଷ୍ୟତବାଣୀ, ଚୁକ୍ତି ପ୍ରତିଶ୍ରୁତି ଓ ଶିଷ୍ୟତ୍ୱକୁ ଆହ୍ୱାନ ଦିଅନ୍ତି। ସମୟ ପୁରା ହେବା, ଯାହା ଆମେ ଦେଖୁଅଛୁ, ସେହି ସମୟ ବିଷୟରେ ଭବିଷ୍ୟତବାଣୀ କରାଯାଇଥିଲା ଆଉ ସେହି ସମୟ ପୂରଣ ହେଲା ବୋଲି। ଆଉ ଚୁକ୍ତି ପ୍ରତିଶ୍ରୁତି, ସେଇ ଚୁକ୍ତି କ'ଣ ଥିଲା? ପରମେଶ୍ୱରଙ୍କ ରାଜ୍ୟ ନିକଟରେ ଆସିଛି, ସେଇ ଚୁକ୍ତି। ତାପରେ ଆମେ ଦେଖୁଛୁ ଶିଷ୍ୟତ୍ୱ ଆହ୍ୱାନ ଦିଅନ୍ତି, ଯାହାକି ଅନୁତାପ କରନ୍ତୁ ଏବଂ ସୁସମାଚାରକୁ ବିଶ୍ୱାସ କରନ୍ତୁ। ବନ୍ଧୁ, ଏହା ହେଉଛି ସେହି ସୁସମାଚାର ଯାହା ଯୀଶୁ ଖ୍ରୀଷ୍ଟ ପ୍ରଚାର କରିଥିଲେ। ଯୀଶୁ ଯେଉଁ ସମୟର ଭବିଷ୍ୟତବାଣୀ ବିଷୟରେ ଉଲ୍ଲେଖ କରିଛନ୍ତି, ତାହା ହେଉଛି ଦାନିଏଲଙ୍କ 70 ସପ୍ତାହର ଭବିଷ୍ୟତବାଣୀ ବନ୍ଧୁ, ଯାହା ଦାନିଏଲ 9:24-27 ପାଉଛୁ। ଆଉ ଏହି ଭବିଷ୍ୟତବାଣୀ ଯୀଶୁଙ୍କ ବାପ୍ତିସ୍ମର ପୂର୍ଣ୍ଣତା ପାଇଥାଏ, ଯେଉଁଠାରେ ସେ ପବିତ୍ର ଆତ୍ମାଙ୍କ ସହିତ ଅଭିଷେକିତ ହୁଅନ୍ତି ଏବଂ ତାଙ୍କ ସେବା ଆରମ୍ଭ କରନ୍ତି ବୋଲି ପ୍ରେରିତ 10:38, ଯାହା 70 ସପ୍ତାହର ଆଶ୍ଚର୍ଯ୍ୟଜନକ ଭବିଷ୍ୟତବାଣୀ ନିମ୍ନଲିଖିତ ଚାର୍ଟରେ ଦିଆଯାଇଛି, ଯାହା ଆମେ ଦେଖୁ ଦାନିଏଲ ତାର 9 ପର୍ବରେ କି 70 ସପ୍ତାହ, ଆଉ ସେଇ 70 ସପ୍ତାହରେ 59 ସପ୍ତାହ, ଯାହାକି ବାସ୍ତବିକ ମାନେ ଗୋଟିଏ ଦିନ ହଉଛି ଗୋଟିଏ ବର୍ଷ, ମାନେ 59 ସପ୍ତାହ ହଉଛି 483 ବାସ୍ତବିକ ବର୍ଷ। ଆଉ 7 ବର୍ଷ ହଉଛି ଯାହା AD 27 ଟୁ AD 34, ସେଇ ମଧ୍ୟସ୍ଥରେ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ହୋଇଥିଲେ AD 31ରେ। ତାହା ହଉଛି 70 ସପ୍ତାହର ଭବିଷ୍ୟତବାଣୀ। ଏହି ଭବିଷ୍ୟତବାଣୀର ଗୋଟିଏ ଦିନର ଅର୍ଥ ହେଉଛି କି ଏକ ବର୍ଷ, ଯାହା ଆମେ ଗଣନା ପୁସ୍ତକ 14:34ରେ ଗଣନା 14:34ରେ ଜିଜିକଲ 4:6ରେ ଏଇ ଯୋଉ ଗୋଟିଏ ଦିନର ଅର୍ଥ ହେଉଛି ଏକ ବର୍ଷ ବିଷୟରେ ଲେଖାଯାଇଅଛି। ଭବିଷ୍ୟତବାଣୀ ଖ୍ରୀଷ୍ଟପୂର୍ବ 457 ମସିହାରେ ପରସିଆର ରାଜା ଆର୍ଟାକ୍ସସ ଦ୍ୱାରା ଜାରି ଆଦେଶ କ୍ରମେ ଆରମ୍ଭ ହୋଇଥିଲା ବୋଲି ଆମେ ଦେଖୁଅଛୁ। ତାପରେ ଜେରୁସାଲେମ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ବୋଲି ଏଜ୍ରା ପୁସ୍ତକ 7:1-28 ପାଉଛୁ। ଖ୍ରୀଷ୍ଟାବ୍ଦ 27 ପର୍ଯ୍ୟନ୍ତ 69ଟି
ଭବିଷ୍ୟତବାଣୀ ସପ୍ତାହ ପ୍ରସାରିତ ହେବ, ଯେତେବେଳେ ଯୀଶୁଙ୍କୁ ତାଙ୍କ ସେବା ଆରମ୍ଭ ସମୟରେ ପବିତ୍ର ଆତ୍ମାଙ୍କ ସହିତ ବାପ୍ତିସ୍ମ ଦିଆଯାଇଥିଲା ଏବଂ ଅଭିଷେକ କରାଯାଇଥିଲା। ତାପରେ 3.5 ବର୍ଷ ପରେ ତାଙ୍କୁ କ୍ରୁଶରେ ଦଣ୍ଡ ଦିଆଗଲା। ଶେଷରେ ସପ୍ତଦଶ ସପ୍ତାହର ସମାପ୍ତି ଖ୍ରୀଷ୍ଟଙ୍କ 34ରେ ଘଟିବ, ଯେତେବେଳେ ଷ୍ଟିଭେନଙ୍କୁ ପଥର ଦ୍ୱାରା ମରାଗଲା ଏବଂ ସୁସମାଚାର ବାର୍ତ୍ତା ଅନ୍ୟ ଜାତି ପାଖକୁ ଗଲା, ଯୁହୁଦୀ ମାନଙ୍କୁ ଛଡ଼ା ଅନ୍ୟମାନଙ୍କ ପାଖକୁ ଗଲା। ତାମାନେ 70 ସପ୍ତାହର ଭବିଷ୍ୟତବାଣୀକୁ ଆପଣ ଶେଷ ଥର ପାଇଁ କେବେ ଅଧ୍ୟୟନ କରିଥିଲେ? ଏହି ଭବିଷ୍ୟତବାଣୀ ଜାଣି କେବଳ ଯୀଶୁଙ୍କ ଉପରେ ନୁହେଁ, ବରଂ ଭବିଷ୍ୟତବାଣୀର ଶବ୍ଦ ବିଶ୍ୱସନୀୟ ଧାର ଉପରେ ତୁମର ବିଶ୍ୱାସ ବଢ଼ାଇବାର କିପରି ସାହାଯ୍ୟ କରିପାରିବ? ବନ୍ଧୁ, ପରିଶେଷ ଆମେ ଦେଖୁଅଛୁ ଯେ ପ୍ରଥମ ଦୂତ ଦ୍ୱିତୀୟ ଆଗମନ ପାଇଁ ପ୍ରସ୍ତୁତିରେ ଶେଷ ଦିନରେ ଅନନ୍ତ ସୁସମାଚାର ଦୁନିଆକୁ ଆଣନ୍ତି, ଯାହା ପ୍ରଥମ ଦୂତଙ୍କ ବିଷୟରେ ଆମେ ଦେଖୁ। ତାହା ହେଉଛି ଯୀଶୁଙ୍କ ବାର୍ତ୍ତା ପରି ଦୂତଙ୍କ ଶେଷ କାଳୀନ ସୁସମାଚାରରେ ମଧ୍ୟ ସମାନ 3ଟି ଉପାଦାନ ଅଛି, ଯାହା ନିମ୍ନ ସାରଣୀରେ ଦର୍ଶାଇଅଛି। ମାର୍କ 1:1-45 ଆମେ ପାଉଛୁ, ସମୟ ପୂରଣ ହୋଇଅଛି, ଯାହା ଦାନିଏଲ 9:1-27 ପାଉଛୁ। ତାପରେ ରାଜ୍ୟ ନିକଟରେ ବୋଲି ଦେଖୁଛୁ। ସେହିପରି ଯଦି ଆମେ ଦେଖିବା, ସମୟ, ଭବିଷ୍ୟତବାଣୀ, ଚୁକ୍ତି, ପ୍ରତିଶ୍ରୁତି, ଅନୁତାପ କରନ୍ତୁ, ବିଶ୍ୱାସ କରନ୍ତୁ ବୋଲି। ସେହିପରି ଆମେ ପ୍ରକାଶିତ ବାକ୍ୟ 14:1-20 ପାଉଛୁ କି ବିଚାର ସମୟ ଆସୁଛି। ଦାନିଏଲ 7:1-8-27 ପାଉଛୁ ସେଇ ଆଉ ଚିରସ୍ଥାୟୀ ସୁସମାଚାର, ଯାହାକି ଚୁକ୍ତି, ପ୍ରସ୍ତୁତି, ତାପରେ ଶିଷ୍ୟତ୍ୱ ଆହ୍ୱାନ ଦିଅନ୍ତି, ଯାହା ଆମେ ଦେଖୁଅଛୁ ଦାନିଏଲ ପ୍ରକାଶିତ 14:1-4। ବନ୍ଧୁ, ପ୍ରଥମ ଦୂତଙ୍କ ବାର୍ତ୍ତା ହେଉଛି ଆଡଭେଣ୍ଟ ପୂର୍ବ ବିଚାର ବା ଆସିବା ପୂର୍ବେ ବିଚାର ଆରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯାହା ଆରମ୍ଭ ହୋଇଥିଲା 1884 ମସିହାରେ। ଏହା ଆରମ୍ଭ ହୋଇଥିଲା, ଯାହା ଦାନିଏଲ 8:14 2300 ଦିନର ଭବିଷ୍ୟତବାଣୀରେ ପୂର୍ବାନୁମାନ କରାଯାଇଥିଲା। ଏହି ନ୍ୟାୟ ପରମେଶ୍ୱରଙ୍କ ରାଜ୍ୟକୁ ତାଙ୍କ ନିର୍ଯାତିତ ଲୋକମାନଙ୍କ ନିକଟକୁ ଆଣିଥାଏ, ଯାହା ଦାନିଏଲ 7:22 ପାଉଛୁ। ବନ୍ଧୁ, ପରମେଶ୍ୱରଙ୍କୁ ଭୟ କରିବା, ମହିମା କରିବା ଏବଂ ଉପାସନା କରିବା ପାଇଁ ପ୍ରଥମ ଦୂତଙ୍କ ଆହ୍ୱାନ ହେଉଛି ଶିଷ୍ୟତ୍ୱ ଆହ୍ୱାନ, ଯାହା ଶେଷ ଦିନରେ ପୃଥିବୀକୁ ଜାରି କରାଯାଇଥିଲା। କାରଣ ପ୍ରକାଶିତ 13:1-18 ଯାହା ଆମେ ପାଉଛୁ, ଶକ୍ତିମାନ ଭୟ କରିବା, ମହିମା କରିବା ଏବଂ ଉପାସନା କରିବା ପାଇଁ ଏକ ମିଥ୍ୟା ଈଶ୍ୱରଙ୍କୁ ଉପାସନା କରନ୍ତି ବୋଲି। ସେହିପରି ମାର୍କ 1:1-4 ଆଉ 5ରେ ପାଉଛୁ ଯୀଶୁଙ୍କର ବାର୍ତ୍ତା। ସେଇ ବାର୍ତ୍ତା ହେଉଛି ସୁସମାଚାର ଘୋଷଣା ପ୍ରାରମ୍ଭର ଦାନିଏଲର ଭବିଷ୍ୟତବାଣୀ ସହିତ ଘନିଷ୍ଠ ଭାବରେ ଜଡ଼ିତ। ବନ୍ଧୁ, ଆଉ ଠିକ ସେହିପରି ପ୍ରଥମ ଦୂତଙ୍କ ବାର୍ତ୍ତା ପୃଥିବୀରେ ଇତିହାସର ଶେଷ ଦାନିଏଲର ସହିତ ମଧ୍ୟ ଜଡ଼ିତ। ତାହେଲେ ବନ୍ଧୁ, ଯୀଶୁ ଖ୍ରୀଷ୍ଟଙ୍କ ବାର୍ତ୍ତା ଏହା କି ସେ ବହୁ ଶୀଘ୍ର ଆସୁଅଛନ୍ତି ଆଉ ତାଙ୍କୁ ଆମେ ପୂଜା କରିବାକୁ ପଡ଼ିବ, ଭୟ କରିବାକୁ ପଡ଼ିବ, ଯେହେତୁ ତାଙ୍କର ବିଚାର ସମୟ ଆସିଅଛି, ଯାହା ମାର୍କ ଆମମାନଙ୍କୁ କହୁଛି, ଯାହା ଦାନିଏଲ ଆମମାନଙ୍କୁ କହୁଛି, ଯାହା ପ୍ରକାଶିତରେ ଆମେ କହୁଛୁ କି ବିଚାର ସମୟ ଆସୁଅଛି। ଆଉ ଯୋଉ ଚୁକ୍ତି ପ୍ରତିଶ୍ରୁତି କରିଥିଲେ, ସେଇ ଚୁକ୍ତି ହେଉଛି ଚିରସ୍ଥାୟୀ ସୁସମାଚାର ଆଉ
ଆମମାନଙ୍କୁ ଅନୁତାପ କରିବାକୁ ପଡ଼ିବ, ବିଶ୍ୱାସ କରିବାକୁ ପଡ଼ିବ, ଆଉ ଶିଷ୍ୟତ୍ୱକୁ ଯେପରି ଆହ୍ୱାନ କରିଛନ୍ତି ସେ ଶିଷ୍ୟତ୍ୱକୁ ଆମେ ଗ୍ରହଣ କରିବାକୁ ପଡ଼ିବ। ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ଏହି ଧନ୍ୟବାଦ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ତୁମ ସେଇ ସବସ୍କୁ ପାଠରୁ ଶିଖେଇଲେ, ବିଚାର ସମୟ ଆସୁଅଛି, ଆସିଲାଣି। ଉପାସନା କରିବାର ଆମର ଭାଗ୍ୟ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କର, ଯେପରିକି ସେହି ବିଚାର ସମୟରେ ଆମେ ବିଚାରିତ ନ ହୋଇ ସେହି ସ୍ୱର୍ଗରାଜ ଯିବା ପାଇଁ ପ୍ରସ୍ତୁତ ହୋଇପାରିବୁ। ଆମକୁ ଆଶୀର୍ବାଦ କରନ୍ତୁ, ଆମ ପରିବାରକୁ ଆଶୀର୍ବାଦ କରନ୍ତୁ, ଆମ ଭାଇକୁ ଆଶୀର୍ବାଦ କରନ୍ତୁ, ଭଉଣୀକୁ ଆଶୀର୍ବାଦ କରନ୍ତୁ, ଆମ ବନ୍ଧୁ ବାନ୍ଧବଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଶତ୍ରୁ ଶୟତାନରୁ ଦୂରେଇ ରଖନ୍ତୁ। ପରିଶେଷ ଯେବେ ତୁମେ ତୁମ ସେହି ସହଚରଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମା ଅଛି ଶୁଣି ଗ୍ରହଣ କର। ଆମେନ୍।